ରୁଷ ତେଲ ମାସେ କିଣିପାରିବ ଭାରତ, ଅନୁମତି ଦେଲା ଆମେରିକା, ସମାଲୋଚନା କଲେ ରାହୁଲ। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ରୁଷ ତେଲ କ୍ରୟ ଉପରେ ଭାରତ ଉପରେ ଆମେରିକା ଲଗାଇଥିବା କଟକଣାକୁ 30 ଦିନ ପାଇଁ କୋହଳ କରିଛି। ତେଣୁ ଭାରତ ଏବେ ଅବାଧ୍ୟରେ ରୁଷରୁ ବିପୁଳ ପରିମାଣର ତେଲ କିଣିପାରିବ। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଗୁରୁବାର କହିଛନ୍ତି ଯେ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ରୁଷ ତୈଳ କ୍ରୟ କରିବାକୁ ଆମେରିକା 30 ଦିନର ଛାଡ଼ ପ୍ରଦାନ କରିବ। ଏହାଦ୍ୱାରା ପରିବହନ କରାଯାଉଥିବା ତେଲକୁ ଭାରତ ସହଜରେ କିଣିପାରିବ। ସେ ଏହି ପଦକ୍ଷେପକୁ ବିଶ୍ୱ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବା ପାଇଁ ଏକ ଅସ୍ଥାୟୀ ପଦକ୍ଷେପ ବୋଲି କହିଛନ୍ତି। ବେସେଣ୍ଟ କହିଛନ୍ତି ଯେ ସାରା ବିଶ୍ୱରେ ତୈଳ ପ୍ରବାହକୁ ଜାରି ରଖିବା ପାଇଁ ଭାରତୀୟ କମ୍ପାନୀଗୁଡ଼ିକୁ ରୁଷ ତୈଳ କ୍ରୟ ଅନୁମତି ଦିଆଯାଇଛି। ଏହାଦ୍ୱାରା ରୁଷ ସରକାରଙ୍କୁ କୌଣସି ଆର୍ଥିକ ଲାଭ ମିଳିବ ନାହିଁ, କାରଣ ତେଲ ନେଇ ସମୁଦ୍ର ପଥରେ ବାହାରି ଯାଉଥିବା ଜାହାଜଗୁଡ଼ିକ ଉପରେ ଏହି ଅସୁବିଧା ଲାଗୁ ହେବ। କେବଳ ସମୁଦ୍ରରେ ଫସି ରହିଥିବା ଜାହାଜରୁ କମ୍ପାନୀଗୁଡ଼ିକ ତେଲ କିଣିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ରୁଷରୁ ତେଲ କିଣୁଥିବାରୁ କ୍ଷୁବ୍ଧ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ଅଗଷ୍ଟରେ ଭାରତ ଉପରେ 25% ଶୁଳ୍କକୁ ଜାରିନାମା ଭାବେ ଲାଗୁ କରିଥିଲେ। ଚଳିତ ବର୍ଷ ଫେବୃଆରୀ 6ରେ ସେହି ଶୁଳ୍କକୁ ସେ ପ୍ରତ୍ୟାହାର କରିବା ସହ ଭାରତ ଉପରେ ଲାଗିଥିବା ମୋଟ ଶୁଳ୍କକୁ 18%କୁ ହ୍ରାସ କରିଥିଲେ। ନିକଟରେ ଆମେରିକା ସୁପ୍ରିମକୋର୍ଟର ଏକ ରାୟରେ ଟ୍ରମ୍ପଙ୍କ ଶୁଳ୍କ ସହିତ ଅସିଦ୍ଧ ଘୋଷଣା କରାଯାଇଥିଲା। ଟ୍ରମ୍ପ ନିଜ ଆଡ଼ୁ 2 ପର୍ଯ୍ୟାୟରେ 15% ଶୁଳ୍କ ଲଗାଇଥିଲେ। ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ ଆୟ ଉତ୍ସ ବନ୍ଦ କରିବା ଲାଗି ତାହାର ତୈଳ ଉପରେ ଆମେରିକା କଟକଣା ଲଗାଇଥିଲେ। ରୁଷର 2 ତେଲ କମ୍ପାନୀ ରୋଜନେଫ୍ଟ ଓ ଲୁକୋଏଲ ଉପରେ ବାଧ୍ୟ କରି ମଧ୍ୟ କଟକଣା ଲାଗିଥିଲା। ଏହି କଟକଣା ଉପରେ ରୁଷରୁ ଭାରତ ମଗାଉଥିବା ତେଲ ପରିମାଣ ଯଥେଷ୍ଟ ପରିମାଣ ହ୍ରାସ ପାଇଛି। ରୁଷ ତେଲ କିଣିବା ପାଇଁ ଭାରତକୁ ଆମେରିକା 30 ଦିନର ସମୟ ଦେଇଥିବା ଘୋଷଣା କରିଛି। କଂଗ୍ରେସ ସରକାରକୁ ସମାଲୋଚନା କରିଛନ୍ତି ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱାୟତ୍ତତା ଏବଂ ସାର୍ବଭୌମତ୍ୱ ଗମ୍ଭୀର ବିପଦରେ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଦ୍ୱାରା ବ୍ଲାକମେଲ୍ ହେଉଛନ୍ତି। ରାହୁଲ ଏହା ମଧ୍ୟ କହିଛନ୍ତି ଯେ ଭାରତର ବର୍ତ୍ତମାନର ବିଦେଶ ନୀତି ଦେଶର ସ୍ୱାର୍ଥ ସହ ସାଲିସ କରିଥିବା ବ୍ୟକ୍ତିଙ୍କୁ ଶୋଷଣର ପରିଣାମ। ଇରାନ ସହ ଆମେରିକା ଓ ଇସ୍ରାଏଲ ଯୁଦ୍ଧ କରୁଥିବାରୁ ବିଶ୍ୱର ପ୍ରମୁଖ ତୈଳ ପରିବହନ ପଥ ହରମୁଜ ପ୍ରଣାଳୀ ପ୍ରଭାବିତ ହୋଇଛି। ଭାରତର 50% ତୈଳ ଏହି ପଥ ଦେଇ ଆସିଥାଏ। ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବ। ତାପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ଦ୍ରୁତ ଗତିରେ ବଢ଼ୁଛି। ଏହା $80ରୁ ଅଧିକ ହୋଇଗଲାଣି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ହରମୁଜ ପ୍ରଣାଳୀ ଖୋଲିବାକୁ ପଦକ୍ଷେପ ନିଆଯିବ ନାହିଁ, ତେବେ ତୈଳ ଓ ଗ୍ୟାସ୍ ମୂଲ୍ୟର ବଡ଼ ବୃଦ୍ଧି ଆଶଙ୍କାକୁ ଏଡ଼ାଇ ହେବ ନାହିଁ।